ଯାଇ ଖାଲି ସଜବାଜ ହେଇ ବୁଲିବ କଣ? ହେଲେ ବାଲ୍ମୀ ମୋର ନା ଗୋଟେ ଦୁଃଖ ରହିଗଲା। କୋଉଠି କୋଉଠି ସେ ଦୁଃଖ ରହିଲା? ଦୁଃଖଟା ପରା ଏଇଠି। କୋଉଠି? ଏଇଠି। ଆରେ କୋଉଠି? ବାପି ସିନା ଚାକିରି ପାଇଗଲେ ହେଲେ ତାଙ୍କ ବାପା ମାଙ୍କୁ ପୁରା ଭୁଲି ପାରୁନାହାନ୍ତି। ତମେ ଗୋଟେ କାମ କରୁନ, ତମେ ତାଙ୍କ ବାପା ମାଙ୍କୁ ଶୁଣେଇ ଦିଅ, ଏମିତି ଯଦି ଆଉ ନେକ୍ସଟ ଟାଇମ ହୁଏ ତମେ ସେ ଗୋପୀଟାକୁ ଡିଭୋର୍ସ ଦେଇଦବ। ହେଇ ମୁଁ ତାଙ୍କ ଝିଅକୁ କଷ୍ଟ ଦଉଛି, ତମେ ବି ଏଠି ସେମାନଙ୍କୁ କଷ୍ଟ ଦିଅ। ରାଇଟ୍। ବାଲ୍ମୀ ଏଥର ତ ଭିତରକୁ ଚାଲ। କଣ କଣ? ଭାଇ କଣ ଘରେ ଅଛନ୍ତି? ହଁ ଅଛନ୍ତି। ଭାଇ ଘରେ ଅଛନ୍ତି, ମତେ ଭିତରକୁ ଡାକୁଛ କଣ? ନାମ ନେବି ନା କଣ? ମୁଁ ଜମା ଭିତରକୁ ଯାଇପାରିବି ନା। ଆରେ ଏମିତି କହୁନ। ଅନେକ ଦିନ ହେଲାଣି ତମକୁ ଗୋଟେ କଥା କହିବି ବୋଲି ଭାବୁଛି। ମୋର ଡର ମାଡୁଛି କାଳେ କଣ ହବ। ବାଲ୍ମୀ ମୋ ଆଗରେ ପୁଣି ଡରୁଛ? ନା ମତେ ଲାଜ ଲାଗୁଛି। ଭାଉଜ ଆଗରେ ଲାଜ? କୁହ ନା। କହିବି ଆରେ କହିବନି ତ? କାହାରିକୁ କହିବେନି। ସତ କହୁଛ କାହାରି କହିବନି? ସତ? ଏ କୋଉଠି ଦେଖୁନାହାନ୍ତି ତ? ନା ମୁଁ କେହି ଦେଖୁନାହାନ୍ତି। କହ। I love you. ତମକୁ ଯଦି କଥାଟା ଖରାପ ଲାଗିଥିବ ତମେ କାହାରିକି କହିବନି, ଆଉ ଯଦି ତମକୁ ଏ କଥାଟା ଭଲ ଲାଗିଥିବ ତମେ ବି ଟିକେ କହୁନା। ତମେ କହିବ ମତେ ପୁଣି ଖରାପ ଲାଗିବ ନା? I love you too, ବାଲ୍ମୀ। କିନ୍ତୁ ମୋ ମନ ହୃଦୟରେ କେବଳ ତମେ ହିଁ ତମେ ମୋର ପସନ୍ଦ ବାଲ୍ମୀ। ମୁଁ ସୁଷିମାକୁ ଲଭ୍ ମ୍ୟାରେଜ କଲେ କଣ ହବ? ତମେ ବି ମୋର ଭାରି ପସନ୍ଦ, କାହିଁକି ନା ତମେ ତ ମୋ